ବନ୍ଧୁଗଣ ଭଲ ଅଭ୍ୟାସ କରିବା ବହୁତ ଆନନ୍ଦର କଥା। ଗୋଟେ ଗପ ଶୁଣିବା ଯେ ଗୋଟେ କୁମ୍ଭାର, ଗୋଟେ ପଟର ଏବଂ ଗୋଟେ ଛୋଟ ପିଲା। ସେ ଛୋଟ ପିଲାଟି ସବୁଦିନ ସେ କୁମ୍ଭାରକୁ ଦେଖିଲେ ହିଁ ସେ ଅନ୍ୟ କାମ କରିବାକୁ ଯାଏ, ପଢାପଢି କରେ। କିନ୍ତୁ ସେଦିନ ଦେଖିଲା ସକାଳୁ ଯେ କୁମ୍ଭାର ନାହିଁ। ସେ ଯାଇକି ଦେଖିଲା କୋଉଠି ଅଛି, ଯେ ଯୋଉଠୁ ମାଟି ଆଣେ ସେ ସେଇଠିକି ଚାଲିଗଲା। ସେ ଦେଖିଲା ଦେଖିଲା ବେଳକୁ ସେଇଦିନ ହିଁ ଫର୍ଚୁନେଟଲି ଯେ ସେ କୁମ୍ଭାର 4ଟି ସୁନା ଇଟା ପାଇଛି। ତେଣୁ ଇଏ ତା ପାଖକୁ ଗଲା। ସେ ଭାବିଲା ଯେ ଆରେ ଇଏ ଦେଖିଦେଲା ନା କଣ। ସେ ଦୌଡ଼ିଲା, ଦୌଡ଼ି ଦୌଡ଼ି ଗଲା ଏବଂ ଛୋଟ ପିଲାଟି ବି ତା ପଛରେ ଦୌଡ଼ିଲା। ତ ଅତି ଆନନ୍ଦର କଥା ଯେ ସିଏ ଦେଖିଲା ଯେ ଆରେ ଇଏ ତ ଛାଡିବନି, ତେଣୁକରି ତାକୁ ଗୋଟେ ଇଟା ଦେଲା। ଏବଂ ଆପଣମାନେ ଦେଖିବେ ସେ ଇଟାକୁ ନେଇକି ସେ ଢେର ସାରା ପଇସା ରୋଜଗାର କଲା। ଗୋଟେ ଫାର୍ମିଂ କଲା, ଗୋଟେ ଆମ୍ବ ବଗିଚା କଲା ଏବଂ ପରିବେଶ ପାଇଁ ମଧ୍ୟ ବହୁତ କାମ କଲା। ଏଥିରୁ ଆମେ ଅନୁମାନ କରୁଛନ୍ତି ଯେ କେବଳ ଯେ ଗୋଟେ ବଡ ଅଭ୍ୟାସ ବା ଏମିତି ଗୋଟେ ଅଭ୍ୟାସ କରିବା ଯୋଉଟା କି ଆମେ କରିପାରିବା ନାହିଁ ବା ହେଇପାରିବ ନାହିଁ, ଅସମ୍ଭବ କିଛି ନାହିଁ। ଛୋଟିଆ ଅଭ୍ୟାସଟେ ମଧ୍ୟ ମଣିଷ ଜୀବନରେ ବହୁତ ଉପକାର ଲାଗିଥାଏ। ତେଣୁକରି ଆମେ ସମସ୍ତେ ଭଲ ଅଭ୍ୟାସ କରିବା ଏବଂ ଟିକିକିରି ରହିବା। ବହୁତ ବହୁତ ଧନ୍ୟବାଦ।